ହ୍ୟାଲୋ ମର୍ଣ୍ଣିଂ ଗାଇସ୍, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୋର ଏକ ନ୍ୟୁ ବ୍ଲଗ୍। ତ ବର୍ତ୍ତମାନ ଗାଇସ୍ ଆଜି ବ୍ଲଗ୍ ଚ୍ୟାଲେଞ୍ଜ ରହୁଛି 72 ମାନେ 72। ତ ବର୍ତ୍ତମାନ ଗାଇସ୍ ସକାଳୁ ଏବେ 6ଟା ହେଇଯାଇଛି। ଉଠାକି ବ୍ରସ୍ ମାନେ ବି କରିନି। ଭଣଜାକୁ ବର୍ତ୍ତମାନ ଯାଉଛି 6ଟାରୁ ଛାଡ଼ିକି। ଭାଇ ଯେଉଁ ଥଣ୍ଡା ଲାଗୁଛି କହିଲି ଭଣଜା ମୁଁ ଚଲେଇ ପାରିବି ତମେ ଚଲ। ସେମାନେ କ'ଣ ତାଙ୍କ କଲେଜରୁ କେଉଁଠି ଡିପାର୍ଟମେଣ୍ଟରୁ କ'ଣ ପିକନିକ୍ କରି ଯାଉଛନ୍ତି ନା କ'ଣ, ରେଙ୍ଗାଲି ଡ୍ୟାମ୍ ଆମର ସେପଟେ ଯେଉଁ ବୁଲି ବୁଲାକି ଆସିବେ। ଖମାର ପଟେ ଯେଉଁ ରେଙ୍ଗାଲି ଡ୍ୟାମ୍, ତ ସେପଟେ ବୁଲି ବୁଲାକି ଆସିବେ। ତ ମୁଁ କହିଲି ଭଣଜା ତମେ ତମର ଚଲା, ମୋର ତ ବର୍ତ୍ତମାନ ଗାଇସ୍ ଆମେ ତାଳଚେର ପହଞ୍ଚି ଆସିଛୁ, ମାନେ ହାଣ୍ଡିଧୁଆଁ। ତ ଗୋଟେ ଯାଉଛି ଏମିତି। ଭାଇ ଥଣ୍ଡା ଏମିତି ଲାଗୁଛି କୁହନି, ସାଙ୍ଗେ ସାଙ୍ଗେ ଉଠେଇକି ଆଣିଛନ୍ତି ନା କନଷ୍ଟାଣ୍ଟ, ସେଥିପାଇଁ ଆଉ। ତ ବର୍ତ୍ତମାନ ଗାଇସ୍ ଆମେ ଟ୍ରାଫିକରୁ ପାର ହେଇକି ତାଙ୍କ କଲେଜ ପଟିକି ବାହାରି ପଡ଼ିଲୁ। ହାଟଟା ଆସିଲା ବେଳକୁ ଆଉ ଭିଡ଼ିଓ ବନେଇ ପାରିନି ସେଥିପାଇଁ। ତ ବର୍ତ୍ତମାନ ଗାଇସ୍ ଦେଖ ଆମେ ତାଙ୍କ କଲେଜକୁ ଏଣ୍ଟ୍ରି ମାରିଗଲୁ। ଏଇଟା ହେଉଛି ଆମ ତାଳଚେର ଅଟୋନମସ୍ କଲେଜ। ଆମ ତାଳଚେର ହେଲା କଲେଜ ଏଇଟା ହେଉଛି, ମାନେ ଭଲ କଲେଜଟା। ତ ଏଇଟା ଦେଖ ଭିତର ମାନେ अंदर का व्यू चेक कीजिए आप लोग। तो व्यू चेक करो, कीजिए, जो भी बोलना है, जो भी कही देना है वही समझ लेना है। तो ଏଇଟା ତାଙ୍କ ଭିତରର କିଛି ବି ଏଇ ଯେ ବସ୍ ଆସିକି ବର୍ତ୍ତମାନ ଠିଆ ହେଇଛି। ଭଣଜା ଏଇଟା ବସୁଛନ୍ତି। ମୁଁ କହିଲି ଭଣଜା ଛାଡ଼, ମୁଁ ଯାଏ ବ୍ରସ୍ କରିବି। ଲୋକଟି ମନ ଦୁଃଖରେ, କାହିଁକିନା ଇଏ କେଉଁ କଲ୍ ଭଣଜାକୁ କଲ୍ କରିଥିଲେ ଆସିଲେଣି ସବୁ, ଦେଖିଲା ବେଳକୁ କେହି ଆସିନାହାନ୍ତି। ଏଇ ଲୋକଟି ଫାଷ୍ଟ ଆସିଛି ହେଲା। ତ ଏଇଠି ସବୁ ବୁଲାବୁଲି ଚାଲିଛି। ଏଇ ଜଣେ ମୋ ସାଙ୍ଗ ଜଣେ ବି ଦେଖା ହେଇଗଲେ ସେମାନେ। ତ ବର୍ତ୍ତମାନ ସେଠୁ ମୁଁ ଆସିକି ଭଣଜାକୁ ଛାଡ଼ିକି ତାଙ୍କର ଆସିଲେ ଭାଇ ସାଙ୍ଗ ଯେ ଏଠି ବର୍ତ୍ତମାନ ବସଷ୍ଟାଣ୍ଡକୁ ପଳେଇ ଆସିଛି। ଆମର ତାଳଚେର ବସଷ୍ଟାଣ୍ଡ କଲେଜ ସାଇଡ଼୍ରେ। ଏଠି ମାନେ ଚା ତ ମୁଁ ପିଏନି, ଚା ଟିକେ ପିଇ ଦେଇକି ବର୍ତ୍ତମାନ ବାହାରି ପଡ଼ିଲି ଡେରା। ଯିବା ବ୍ରସ୍ କରିବା, ଗାଧୋଇବା, ଖାଇବା, ତାପରେ କଥାବାର୍ତ୍ତା। ଆଜି ଗୋଟେ ମିଟିଂ ଅଛି, ମାନେ ଡ୍ୟୁଟି ପାଇଁ, ଡ୍ୟୁଟି ସିଲସିଲାରେ କିଛି ମିଟିଂରେ ଅଛି। ତ ଆସିକି ଏଠି ଦେଖିଲି ଯେ ମାଇଁ ହକା ଯାଇଛନ୍ତି କୁଆଡ଼େ ସେପଟିକି, ତ ତାଲା ପକେଇ ଦେଇଛନ୍ତି। ଏଠି ସାଇଟ୍ ଷ୍ଟାଇଲ୍ ମାରିଦେଲା। ତ ବର୍ତ୍ତମାନ ମାନେ ଗାଧୋଇ ଗୁଧାକି ଖାଇ ଖୁଆଇକି ତରବର ହେଇକି ମେସେଜଟା ଏବେ ଦେଖିଲି, ଟାଇମ୍ ହେଇଗଲାଣି ମାନେ 10ଟାରେ ଥିଲା ମିଟିଂ, ହେଲେ 10:47 ହେଲାଣି। ତ ବର୍ତ୍ତମାନ ଯାଉଛି କଲ୍ କରିକି, ଜାଗାଟା ଜାଣିନି ତ ଯାଉଛି ଗୋଟେ ମିଟିଂକୁ ଯିବା, ତାପରେ କଥାବାର୍ତ୍ତା। ବାହାରି ପଡ଼ିଲି, ଜାଣିନି ନା, ତରବର ହେଇକି ପଚାରି ଯାଉଛି। କଲ୍ କରିଥିଲି, ଆଉ ସେ ମେସେଜ୍ କରିଥିଲି ଗ୍ରୁପ୍ରେ। ଶିବୁନ ଭାଇ ରିପ୍ଲାଏ ଦେଇଥିଲେ। ତ କହିଲେ ଏଇଟା କ'ଣ କହୁଛି, ଆମର ଯନ୍ତ ବିହାର ପାଖରେ ସେଇଠି କେଉଁଠି ମିଟିଂ ହେଉଛି। ତ ବର୍ତ୍ତମାନ ଯିବା ମିଟିଂରୁ ଆସିକି ଆପଣମାନଙ୍କ ସହ ମାନେ କଥା ହେଉଛି। ତ ମାନେ ମିଟିଂ ସାରିକି ଗଲି, ସାଇନ୍ ଫାଇନ୍ କରିକି, ମାନେ ମିଟିଂ ସାରିକି ବର୍ତ୍ତମାନ ବାହାରି ପଡ଼ିଲି ଡେରା। ତ ଏବେ ହେଇଗଲା ସନ୍ଧ୍ୟା, ମୁଁ ଆସିକି ଟିକେ ରେଷ୍ଟ ନେଉଥିଲି। ତ ଭଣଜା କଲ୍ କଲେ ମାମୁଁ ଆସ ନେଇଯିବ, ସେମାନେ ଆସିଲେଣି। ହେଇଗଲାଣି 5ଟା, 5:30 ପରି ହେଇଗଲାଣି। ତ ବର୍ତ୍ତମାନ ଆସିଲି ତାଳଚେର, ଆମର ପହଞ୍ଚିଗଲେ ଯେଉଁ ବ୍ଲଗ୍ ଭିଡ଼ିଓ ବନେଇ ନଥିଲି। ତ ଏଠି ଦେଖ ଟ୍ରେନ୍ ଶିଖିଛି, ତ ଏଇଠି ବନେଇକି ଟିକେ ବନେଇଦେଲି। ତ ବର୍ତ୍ତମାନ ଏଇଟା ଦେଖ କଲେଜର, ମାନେ କଲେଜରେ କେଉଁ ଭଳି ରୁଟ୍ ଦେଖ, ମାନେ ଚାରିପଟେ ବାଉଣ୍ଡରୀ ଚାରିପଟେ ହେଇଛି ବୁଲିବା ପାଇଁ, ରନିଂ ଫନିଂ କରିବା ପାଇଁ। ସକାଳୁ ଉପରବେଳା ସବୁବେଳେ ରନିଂ କରୁଛନ୍ତି, ମାନେ ଏକ୍ସରସାଇଜ୍। ତ ବର୍ତ୍ତମାନ ଦେଖ ଆମେ ଆମର ପହଞ୍ଚି ଯାଇଛୁ ଯେଉଁ ହାଟୁଟା, ସେଠି ଯାଉଛୁ ଗୋଟେ ଭଣଜା ଭିଡ଼ିଓ ବନାଉଛନ୍ତି, ମୁଁ ମୋର ଚଲାଉଛି ହେଲା। ଭଣଜା କହିଲେ ମାମୁଁ ଟାୟାର୍ଡ଼ ଲାଗିଲାଣି, ଖାଇନି କିଛି ଠିକ୍ ସେ, ଖାଲି ବେଳାରେ ଯାହା ଖାଇଥିଲି ଯେଉଁଠି ନା ଆଉ ଜଳଖିଆ କରିଥିଲି ସେତିକି। ମୁଁ କହିଲି ଖାଇଲନି କାର ବୁଲୁ। ତ ବର୍ତ୍ତମାନ ସେଠୁ ଆମେ ଆମର ମାନେ ଆସିକି ଏଇଟା ଆମର ଯେଉଁ ଘଣ୍ଟପଡ଼ା ଗାଁ ଭିତରକୁ ଏଣ୍ଟ୍ରି କରିକି ଆମେ ଆସିକି ପୁରା କଟକରେ ଠିଆ ହେଇଛୁ। ମୁଁ ଏଠି ବସିଛି। ତ ସେଠୁ ଆସିକି ଛାଡ଼ିକି ଭଣଜାକୁ କହିଲେ ପୁଣି ଚାଲ ମାମୁଁ ଟିକେ ବୁଲିଯିବା, ଭଲ ଲାଗୁନି। ତ କହିଲେ ଠିକ୍ ଅଛି ଚାଲ, ମୋର ବି କାମ ଥିଲା। ତ ବର୍ତ୍ତମାନ ବାହାରି ପଡ଼ିଲୁ, ଭଣଜା ଚଲାଉଛନ୍ତି, ମୁଁ ବର୍ତ୍ତମାନ ବସିଛି ପଛପଟେ। ଯାଉଛୁ ଟିକେ ମାର୍କେଟ ଆଡ଼େ, କାମ ଅଛି, ମୋର ବି ଅଛି, ତାଙ୍କର ବି ଟିକେ କାମ ଅଛି, ବୁଲାବୁଲି ବି କରିଦେଇକି ଆସିବୁ, ଏଥିରେ ଆଉ କ'ଣ। ତ ବର୍ତ୍ତମାନ ପହଞ୍ଚି ଆସିଲା ଆମର ଯେଉଁ ଡେରା ଗାଁର ପାର୍କ, କହିଲୁ ଚାଲ ସେଠୁ ଟିକେ ବୁଲିକି ଆସିବା, ତାପରେ ଯାହା କାମ ସାରିକି ଯିବା। ଏଇଟା ଦେଖ ରାତିଟା ତ କିଛି ଦେଖାଯାଉନି, ଲାଇଟ୍ ଫାଇଟ୍ ଏତେ ବି ଲାଗିନି। ଏଇଠି ଟିକେ ବସିଲୁ 10-15 ମିନିଟ୍ ଭଳିଆ, ତାପରେ ବାହାରି ପଡ଼ିଲୁ। ବର୍ତ୍ତମାନ ମୁଁ ଚଲାଉଛି, ଭଣଜା ଭିଡ଼ିଓ ବନାଉଛନ୍ତି। ଥରେ ଭଣଜା ଚଲାଉଛି, ଥରେ ମୁଇଁ ହେଲା। ତ ବର୍ତ୍ତମାନ ଆମେ କ୍ୱାର୍ଟର ପହଞ୍ଚି ଯାଇଛୁ ଗାଇସ୍। ବ୍ଲଗ୍ଟା ଲମ୍ବା ହେଇଗଲା, ପୁଣି ଥରେ ନ୍ୟୁ ବ୍ଲଗ୍ରେ ଦେଖାହବ ଗାଇସ୍, ରାଗିବନି କେହି। ତ ଗାଇସ୍ ସମସ୍ତେ ବୋଲ ଜୟ ଶ୍ରୀରାମ।